ଭାଇନା ନମସ୍କାର, ଜୟ ଜଗନ୍ନାଥ। କେମିତି ଅଛନ୍ତି? ଭାବୁଛି ଭଲରେ ଥିବେ ସମସ୍ତେ, କାହିଁକି ନା ଜୀବନ ତ ସବୁ ପ୍ରଭୁ ଜଗନ୍ନାଥ କୃପାରେ ସମସ୍ତଙ୍କର ମଙ୍ଗଳ ହେବ ଆଉ ସମସ୍ତେ ଖୁସିରେ। କିନ୍ତୁ ମୋର ପରିବର୍ତ୍ତନର ଭିଡ଼ିଓ କୁଆଡ଼େ ଗଲା? ହଁ ଅଛି, ଭିଡ଼ିଓ ଅଛି, କିନ୍ତୁ କିଛି ସମୟ ପାଇଁ ତାହା ଗ୍ୟାପ୍ ନେଇଯାଇଥିଲା। କାରଣ ପରିବର୍ତ୍ତନ ଏମିତି ନୁହେଁ ଯେ କି କୌଣସି ଭୁଲ ଜିନିଷକୁ ଦେଖାଇବା। ତ ମୁଁ ବି ଦେଖୁଥିଲି କି ଦେଖନ୍ତୁ ଭାଇନା, ମୋର ତ ବ୍ଲଗିଂ ଭିଡ଼ିଓ ଚାଲିଛି, ତା ସହ ଅଫିସ୍ ଟିକେ କାମ ଚାଲିଥାଉଛି। ତ ତା ସହ ରିଲ୍ ବି ମଧ୍ୟ ଆପଣ ଦେଖିଥିବେ, ଏମିତିଆ ରିଲ୍ ମଧ୍ୟ ବେଳେବେଳେ କରିଥାଏ। ତ ଏଇସବୁ ପରେ ନେକ୍ସଟ କ'ଣ, ସେ ନେକ୍ସଟ କ'ଣଟା, ତାପରେ କ'ଣ, ସେଇ ନେକ୍ସଟ ଖୋଜିବାରେ ହିଁ ମୋର ସମୟ ବିତି ଯାଇଥିଲା। କାହିଁକିନା ଯେଉଁ ପର୍ଯ୍ୟନ୍ତ ମୁଁ କିଛି କନକ୍ଲୁଜନ୍ ପାଇନି ତ ଆପଣଙ୍କୁ କ'ଣ କହିବି। କିନ୍ତୁ ଫିଲହାଲ ବର୍ତ୍ତମାନ ଚାଲିଛି ଯାହାକି ଆମର ଟ୍ରେଣ୍ଡିଂରେ ଆଇପିଏଲ୍ରେ ହିଁ ଡ୍ରିମ୍11ରେ ଯେଉଁ କୋଟି କୋଟି ଟଙ୍କା କମେଇବାର ଲକ୍ଷ୍ୟ ଅଛି, ସେ ଲକ୍ଷ୍ୟଟା କେତେ ଦୂର ସକ୍ଷମ ହେଉଛି ଆଉ କେତେ ଦୂର ସକ୍ସେସ୍ ହେଉଛି ତାହା ତ ଜଣା ନାହିଁ। କିନ୍ତୁ ଗୋଟେ ଜିନିଷ ଶିକ୍ଷା ପାଇଲି ଭାଇନା, ଜଣଙ୍କ ହାରିଆରେ ଆଉ ଜଣେ ଜିତିବାଟା ଠିକ୍ ନୁହେଁ। କାହିଁକିନା ମୁଁ ଯେତିକି ଜାଣୁଛି କି ଏଇ ଯେଉଁ ଅନଲାଇନ୍ ଆପ୍ ଗୁଡ଼ିକ, ଏଥିରେ ଆପଣ ପଇସା ଲଗେଇବେ, ଅନ୍ୟମାନେ ମଧ୍ୟ ଲଗେଇବେ। ତ ସେଇ ପଇସାରେ ଯିଏ ଜିତିଲା ତାର ତ ଅଧିକ ଜ୍ଞାନ ହେଲା ନା, ନାଇଁ ସେମିତି କିଛି ନାହିଁ। କିନ୍ତୁ ଗୋଟେ ଜିନିଷ ଚେଷ୍ଟା କରିବା ଲାଇଫରେ, ନେକ୍ସଟ କ'ଣ କରିପାରିବି। ଏଇଟା ଯଦି ଫେଲର ହେଲି, ମାନେ ଏଇ ଜିନିଷ ମୁଁ ଫେଲ୍ ହେଇଗଲି, ତ ତାପରେ ମୁଁ କ'ଣ କଲେ ମୁଁ ଆଉ ଗୋଟେ ଜିନିଷ ଷ୍ଟେପ୍ ହେଉଛି। ତ ମୋ ଭିଡ଼ିଓର ଏଇଟା ହିଁ ଲକ୍ଷ୍ୟ। ମୁଁ ଆପଣଙ୍କୁ କହିବିନି କି ମୁଁ ଭାଇ ଏଇଟା କରିଦେବି ସେଇଟା କରିଦେବି, କିନ୍ତୁ ଚେଷ୍ଟା କରିବି। କେତେ ଦୂର ଆଗକୁ ଯିବି ତାହା ଜଣାନି, କିନ୍ତୁ ରାସ୍ତା ଚାଲିବ। ଏ ରାସ୍ତା ସରିବନି, କାହିଁକିନା ଜୀବନର ଶେଷ ଯେଉଁଠି, ମୃତ୍ୟୁ ସେଇଠି। ଆଉ ଯେଉଁଦିନ ମୃତ୍ୟୁ ହେଇଗଲା ସେଇଦିନଠୁ କର୍ମ ଶେଷ, ସବୁ ଶେଷ। କିନ୍ତୁ ମୃତ୍ୟୁ ପୂର୍ବରୁ କିଛି ଏମିତି କର୍ମ କରିବାର ଅଛି ଯାହାକି ନିଜକୁ ସାଟିସ୍ଫ୍ୟାକ୍ସନ୍ ଦେବ, ତା ସହ ଅନ୍ୟର ମଧ୍ୟ କିଛି ସହଯୋଗ ହୋଇପାରେ। ତ ସେଇ ସହଯୋଗ, ସାଟିସ୍ଫ୍ୟାକ୍ସନ୍ ଆଉ ନିଜର ପରିବର୍ତ୍ତନ ଭିଡ଼ିଓକୁ ମୁଁ ଆଗକୁ ଜାରି ରହିବ। ଆଉ ଗୋଟେ ଜିନିଷ କହି ରଖୁଛି ଭାଇନା, ମୁଁ କ'ଣ ପାଇଁ ଭିଡ଼ିଓ ଆସୁନଥିଲା ନା, ନିଜର ପର୍ସନାଲ ବ୍ଲଗ ଗୁଡ଼ିକ ମୋତେ ଟିକେ ଆଣିବାକୁ ଭଲ ଲାଗୁନଥିଲା ଧୀରେ ଧୀରେ। କିନ୍ତୁ ଏବେ ବର୍ତ୍ତମାନ ଦେଖୁଛି ନା, ପଇସା କାହାକୁ ଇଚ୍ଛା ନାହିଁ, ସମସ୍ତଙ୍କୁ ପଇସା ଇଚ୍ଛା। ତ ସେଥିଯୋଗୁଁ ଆଉ ସେଇ ସବୁ ଜିନିଷକୁ ମାଇଣ୍ଡରୁ କାଢ଼ିକିରି କେବଳ ଏଥର ପରିବର୍ତ୍ତନ ହେବ। ଆଉ କେଉଁ ଉପାୟରେ ପରିବର୍ତ୍ତନ ହେବ ତାହା ଦେଖିବା। କାହିଁକିନା ଏବେ ନେକ୍ସଟ କ'ଣ, ତାହା ହିଁ ମୋର ଭିଡ଼ିଓର ଲକ୍ଷ୍ୟ। ଏଇସବୁ ତ ସରିଯିବ ଧୀରେ ଧୀରେ, ପୁଣି ସେଇ ନେକ୍ସଟ ଚକ୍କରରେ ମୁଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି, ପ୍ରଭୁ ଅତି ଶୀଘ୍ର ମୋତେ ମୋର ନେକ୍ସଟ ପାଦ ବଢ଼ାଇବା ପାଇଁ ସହଯୋଗ କର। ସେ ପର୍ଯ୍ୟନ୍ତ ହେଉଛି ଆପଣଙ୍କର ସହଯୋଗ ସହକାମନା ରହିଲା। ଜୟ ଜଗନ୍ନାଥ।